ଦଳ ଯାକୁ ନିଷ୍ପତ୍ତି ନେଇଥିଲେ ଦଳର ନିଷ୍ପତ୍ତି କ୍ରମେ ଆମେ ଯାକୁ ନିଷ୍ପତ୍ତି ନିଆଯାଇଥିଲା ତାକୁ ଦେଇଛୁ। ହାଇ ସାର୍ ପାର୍ଟି ନିର୍ଦ୍ଦେଶ ଆମେ କ'ଣ କହିବୁ ପାର୍ଟି ନିର୍ଦ୍ଦେଶ ହଁ ବହୁତ ଦ୍ୱନ୍ଦ୍ୱ ଦେଖା ଦେଉଛି ଯେ କିଛି ଚର୍ଚ୍ଚା ହେଉଛି ଯେ କଂଗ୍ରେସରୁ କ୍ରସ୍ ଭୋଟିଂ ହେଉଛି କିଛି ବିବାଦ ଦେଖା ଦେଉଛି କ'ଣ ମାନେ ଘଟଣା କ'ଣ? ଦେଖନ୍ତୁ ଭାଇ କାହାର ମତ କ'ଣ ଆମେ କ'ଣ କହିପାରିବା କାହାର ମତ କ'ଣ କହିଲେ? ସେଇଟା ତ ମୁଁ ପରେ ଗଲି ଭୋଟ ଦେବାକୁ। ମୁଁ ତ ଆମ ଏଜେଣ୍ଟ ଯିଏକି ପିସି ସଭାପତି ଏଜେଣ୍ଟ ଅଛନ୍ତି ଏଜେଣ୍ଟ ଥିଲେ ଦଳ ତରଫରୁ ଆଉ ତାଙ୍କର ଭୋଟ ସରିଲା ପରେ ମୁଁ ଯାଇଥିଲି ଆଉ ତାଙ୍କେ ଯାହା କରିଥିଲେ ସେ ପିସି ସଭାପତି ଦଳର ନିଷ୍ପତ୍ତି ନେବେ। ଏଯାଏ ସଫିଆ ଆସିନାହାନ୍ତି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି ସିଏ ମଧ୍ୟ ପ୍ରଶ୍ନ ଉଠାଇଥିଲେ ତ ଚର୍ଚ୍ଚା ହେଉଛି ଯେ ସଫିଆ ଦେବେ କି ନାହିଁ ଏବେ ବି ସସ୍ପେନ୍ସ ଲାଗି ରହିଛି। ସେ ଆସିଲା ପରେ ଜଣାପଡ଼ିବ ସେ ତ ଆସୁଛନ୍ତି ବୋଲି କହିଲେ ଖବର ପାଇଲେ ସେଇଟା ମୁଁ କେମିତି କହିଦେବି ସେଇଟା ଯେଉଁ ମୁଖିଆ ମାନେ ଯେଉଁ ଅଛନ୍ତି ସେମାନେ କହିବେ ଆମର ମୁଖିଆ ମାନେ ସେମାନେ ନିଷ୍ପତ୍ତି ନେବେ ଯୋଉଟା କହିବେ କ'ଣ ତାଙ୍କ ଉପରେ ରହିଲା ଦଳ ନିଷ୍ପତ୍ତି ନେବ ଯୋଉଟା। ମୁଁ ଯେତେବେଳେ ମୋର ଭୋଟ ମୁଁ ପରେ ଦେଲି ସେମାନେ ଆଗରେ ଦେଇଥିଲେ ଆମେ ପରେ ଗଲୁ ଆମେ ଧାଡ଼ି ବାନ୍ଧିଥିଲୁ ତ ପରେ ଗଲୁ। ଆପଣ କନଫିଡେଣ୍ଟ ଅଛନ୍ତି କି ଯେ କଂଗ୍ରେସର 14ରୁ 14 ବିଧାୟକ ଦେବେ ବୋଲି ଭୋଟ? ଆମେ ତ ନିଶ୍ଚିତ ଭାବରେ କନଫିଡେନ୍ସରେ ହିଁ ଅଛୁ। କିଛି ଏପଟ ସେପଟ ହେବନି।